ଆମର ଛତ୍ରପୁର ବ୍ଲକର ଅନତି ଦୂରରେ ପାଖାପାଖି ପ୍ରାୟ 10 କିଲୋମିଟର ଦୂରରେ ସଦର ମହକୁମା ଯେଉଁଟାକି ଛତ୍ରପୁର ଅଛି ତା ପାଖରେ ଆମର ସୁନ୍ଦରପୁର ଗ୍ରାମ ଅବସ୍ଥିତ। ଏଠାରେ ଦେବଦେବ ମହାଦେବ ପ୍ରଭୁ ଶ୍ରୀ ଅଷ୍ଟଶମ୍ଭୁ ଶ୍ରୀ ସୁନ୍ଦରେଶ୍ୱର ବିଦ୍ୟମାନ ଅଟନ୍ତି। ଅଷ୍ଟଶମ୍ଭୁଙ୍କ ମଧ୍ୟରେ ଆମର ସୁନ୍ଦରେଶ୍ୱର ଭଗବାନ ଅନ୍ୟତମ। ଏମିତି ପଶ୍ଚିମମୁଖୀ ଶମ୍ଭୁ ଆମର ଗଞ୍ଜାମ ଜିଲ୍ଲା କାହିଁକି ଅଲ୍ ଇଣ୍ଡିଆରେ ଦେଖିବାକୁ ମଧ୍ୟ ବିରଳ। ଆଖପାଖରୁ ରାତି ପାଇଲେ ହଜାର ହଜାର ଲୋକ ଏଠୁ ଛୁଟି ଆସୁଛନ୍ତି। ବାବାଙ୍କର ବିଭିନ୍ନ ପୁଣ୍ୟ ପର୍ବ ମଧ୍ୟ ଏଠାରେ ଜାକଜକମରେ ପାଳିତ ହୁଏ। ଶ୍ରାବଣ ମାସରେ ବୋଲବମ୍ମାନେ ଏଠାରେ ପାଣି ଢାଳନ୍ତି। ବାବାଙ୍କର ଯାତ୍ରାନୀତି ଭିତରେ ମହାଶିବରାତ୍ରି ଯାତ୍ରା ଯେଉଁଟାରେ କି ଏଠାରେ ଲକ୍ଷାଧିକ ଲୋକଙ୍କ ଜନସମାଗମ ହୁଏ ଏବଂ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ରୂପେ ଏଇଟା ପରିଗଣିତ ହେଉଛି। ଆମର ଅଷ୍ଟଶମ୍ଭୁ ପୀଠ ଶ୍ରୀ ସୁନ୍ଦରେଶ୍ୱର ସମସ୍ତଙ୍କର ମାନସିକ ପୂର୍ଣ୍ଣ ହେଉଛି, ସେଥିପାଇଁ ଭକ୍ତମାନେ ଦୂର ଦୂରାନ୍ତରୁ ଏଠାକୁ ଛୁଟି ଆସୁଛନ୍ତି। ଆଉ ପୌରାଣିକ ଲୋକକଥା କିମ୍ବଦନ୍ତୀ ଅନୁସାରେ ଆମର ଜେଜେବାପା ଗୋସାଇଁ ବାବା ଯାହା କହିବାରେ ତତ୍କାଳୀନ ମୌରିଗଡ଼ର ରାଜା ରାତି ପାଇଲେ ଭଗବାନ ଶ୍ରୀ ସୁନ୍ଦରେଶ୍ୱରଙ୍କୁ ଦର୍ଶନ କରିଲା ପରେ ହିଁ ତାଙ୍କର ନିତ୍ୟକର୍ମ ପାନ ଭୋଜନ ଗ୍ରହଣ କରିବାର। ଏବେ ଯେଉଁ ଶିବ ମନ୍ଦିର ଆମର ଏଠାରେ ଅଛି, ଆମର ପୂର୍ବପୁରୁଷ କହିବା ପ୍ରକାରେ ଏଠାରେ ଗୋଟେ ବାଲିକୁଦା ଥିଲା। ଦିନେ ଭଗବାନ ମୌରିଗଡ଼ ରାଜା ପ୍ରତିଦିନ ଦର୍ଶନ କଲା ପରେ ହିଁ ଭୋଜନ କରୁଥିଲେ। ଦିନେ ବର୍ଷା ବର୍ଷି ହୋଇଯିବା ଯୋଗୁଁ ପାଗ ଖରାପ ହୋଇଯିବାକୁ ମୌରିଗଡ଼ ରାଜା ଦର୍ଶନ କରିବା ପାଇଁ ଆସିପାରିଲେନି ଏବଂ ସେ କହିଲେ ଯେ ଭଗବାନ ମୁଁ ତ ସବୁଦିନ ଦର୍ଶନ କରିପାରୁନାହିଁ, ଆପଣଙ୍କୁ ମୁଁ ନିଜ ପାଖରେ ନେବାକୁ ଚେଷ୍ଟା କରୁଛି, ଆପଣ ନିଜ ପାଖରେ ଆସନ୍ତୁ। ଆସିଲେ ମୁଁ ଆପଣ ସବୁଦିନ ଦର୍ଶନ କରି ଆପଣଙ୍କ ପାଦ ତଳେ ମୁଣ୍ଡିଆ ମାରି ମୁଁ ଭୋଜନ ଗ୍ରହଣ କରିବି। ବା ଆମର ଭଗବାନ ମଧ୍ୟ ତାଙ୍କ କଥାରେ ସମ୍ମତି ପ୍ରକାଶ କଲେ ଏବଂ କହିଲେ ଯେ ହଉ ଠିକ୍ ଅଛି ମୁଁ ଯିବି, କିନ୍ତୁ ଆପଣ ଆଗେ ଆଗେ ଯିବେ, ମୁଁ ଆପଣଙ୍କ ପଛେ ପଛେ ଯିବି। ବୃଷଭ ମୁଣ୍ଡ ଉପରେ ବିରାଜମାନ ହେଇ ଆଉ ଆପଣ ପଛକୁ ବୁଲିକରି ଫେରିବେ, ଅନେଇବେ ନାହିଁ। ଯଦି ଅନେଇବେ, ଯଦି ମୁଁ ଯେଉଁଠି ଆପଣ ଅନେଇବେ ସେଠାରେ ମୁଁ ହିଁ ରହିଯିବି। ରଜା ଆଗେ ଆଗେ ଯାଉଛନ୍ତି, ଆମର ମହାଦେବ ବୃଷଭଙ୍କ ପିଠି ଉପରେ ବସି ପଛ ପଛେ ଯାଉଛନ୍ତି। ବୃଷଭଙ୍କ ବେକରେ ଗୋଟେ ଘଣ୍ଟିଟି ବନ୍ଧା ହୋଇଥାଏ। ଏବେ ଯେଉଁ ଜାଗାରେ ଆମର ସୁନ୍ଦରେଶ୍ୱର ମନ୍ଦିର ଅଛି ସେ ଜାଗାରେ ବିରାଟ ଗୋଟେ ବଡ଼ ବାଲିକୁଦା ଥିଲା। ରଜା ଆଗେ ଆଗେ ଆଉ ବୃଷଭଙ୍କ ପିଠି ଉପରେ ଭଗବାନ ବସି ପଛ ପଛେ ଯାଉଛନ୍ତି। ଠିକ୍ ବାଲିଗଦାରେ ବୃଷଭଙ୍କର ଗୋଡ଼ ପଡ଼ିଯିବା ହେତୁ ବେକରେ ଯେଉଁ ଘଣ୍ଟିଟି ବାଜିଥିଲା ଆଉ ଶବ୍ଦ ପ୍ରକାଶ କରିନଥିଲା। ରାଜା କହିଲେ ଭଗବାନ ରହିଗଲେ କ'ଣ, ଡାଉଟ୍ ପ୍ରକାଶ କରି ଭଗବାନ ରଜା ପଛକୁ ବୁଲି ଚାହିଁଲେ ଏବଂ ମହାଦେବ ସେଠାରେ ହିଁ ରହିଗଲେ। ରଜା ନିଜର ପ୍ରତିଜ୍ଞା ଭଗ୍ନ କରିଥିବାରୁ ସେଠାରେ ହିଁ ରହିଗଲେ। ଆଜି ସେଇ ଜାଗାଟି ଆମର ସେ ସୁନ୍ଦରେଶ୍ୱର ମନ୍ଦିର ପୀଠ ରୂପେ ସାରା ଗଞ୍ଜାମରେ ସାରା ଓଡ଼ିଶାରେ ଆମର ବିଦ୍ୟମାନ। ଏବଂ ବର୍ତ୍ତମାନ ଏବେ ବି ଆପଣ କଳାପାହାଡ଼ର ଆକ୍ରମଣ ଚିହ୍ନ ଆମର ମନ୍ଦିର ଭିତରେ ଅଛି, ଯେଉଁଟାକି ଆପଣ ଚାହିଁଲେ ବି ଦେଖିପାରିବେ। ମନ୍ଦିର ତ ଯାବତୀୟ ରୀତିନୀତି ପାଳିତ ହେଉଛି। ଆନୁଷ୍ଠାନିକ ଭାବରେ ଆମର 1.5 ବର୍ଷ ହେଲା ମନ୍ଦିରର ସ୍ଥାୟୀ କମିଟି ମଧ୍ୟ ଗଠନ ହୋଇଛି। ଆମେ ସରକାରଙ୍କୁ ମଧ୍ୟ ଏ ଚ୍ୟାନେଲ ମାନର ଅନୁରୋଧ କରୁଛୁ, ଆମର ଏଠାରେ ଗୋଟେ ରୋଷେଇ ଶାଳାର ଅଭାବ ପରିଲକ୍ଷିତ ହେଉଛି। ଆଗାମୀ ଦିନରେ ସରକାର ମଧ୍ୟ କିଛି ଅନୁଦାନ ପ୍ରକାଶ କଲେ ଆମର ଏ ମନ୍ଦିର ଡେଭଲପମେଣ୍ଟ ହେବା ସଙ୍ଗେ ଭକ୍ତମାନଙ୍କର ଉପକୃତ ମଧ୍ୟ ହୋଇଥାନ୍ତି।